ଅଗଷ୍ଟ 15ରେ ସ୍କୁଲରେ ମିଳିଲାନି ମିଠା, ଗଡ଼ାଇ ଗଡ଼ାଇ ଶିକ୍ଷକଙ୍କୁ ପିଟିଥିଲେ ଛାତ୍ରମାନେ। ଶୁଣନ୍ତୁ ଆଜ୍ଞା, ସ୍ୱାଧୀନତା ଦିବସରେ ବିହାରରୁ ଅଜବ ମାମଲା ସାମ୍ନାକୁ ଆସିଛି। ଜିଲାପି ନ ପାଇଁ କ୍ରୋଧିତ ହୋଇ ଛାତ୍ରମାନେ ପ୍ରଥମେ ଶିକ୍ଷକଙ୍କୁ ଜିଲାପି ପାଇଁ ପ୍ରଶ୍ନ ପଚାରିଥିଲେ ଏବଂ ପରେ ବିବାଦ ଏତେ ବଢ଼ିଯାଇଥିଲା ଯେ ଛାତ୍ରମାନେ ଦୌଡ଼ି ଯାଇ ଶିକ୍ଷକଙ୍କୁ ପିଟି ଦେଇଥିଲେ। ବିହାରରୁ ଯେତେବେଳେ ପିଲାମାନଙ୍କୁ ସ୍ୱାଧୀନତା ଦିବସରେ ମିଠା ମିଳିନଥିଲା, ସେମାନେ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ମିଠା ନ ପାଇ ଏତେ ରାଗିଗଲେ ଯେ ସେମାନେ ନିଜ ଘରକୁ ଯିବା ବାଟରେ ଶିକ୍ଷକମାନଙ୍କୁ ଅବରୋଧ କରିଥିଲେ। ଘରକୁ ଫେରିବା ବାଟରେ ଶିକ୍ଷକଙ୍କୁ ଗଡ଼ାଇ ଗଡ଼ାଇ ପିଟିଥିଲେ। ଛାତ୍ରମାନଙ୍କ ଉତ୍ତେଜନା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଛି। ଏହି ଘଟଣା ବିହାରର ସ୍ଥାନୀୟ ହାଇସ୍କୁଲରେ ଘଟିଥିଲା, ଯେଉଁଠାରେ 78ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଯେତେବେଳେ ବିଦ୍ୟାଳୟର ଛାତ୍ରମାନେ ଜିଲାପି ପାଇନଥିଲେ, ସେମାନେ ଶିକ୍ଷକଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହି ଘଟଣା ପରେ କ୍ରୋଧିତ ଶିକ୍ଷକମାନେ ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚି ଯାଇଥିଲେ। ଜିଲାପି ଉପରେ ହୋଇଥିବା ଏହି ଅସନ୍ତୋଷ ଖବର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।